ସମସ୍ତ ଭାଇ ଓ ଭଉଣୀମାନଙ୍କୁ ମୋର ନମସ୍କାର। ଆପଣମାନେ ଦେଖୁଥିବେ ମାର୍ଗଶିର ଗୁରୁବାର ଦିନ ଆମ ଓଡ଼ିଆ ନାରୀ ଏବଂ ମହିଳାମାନେ ସକାଳୁ ଉଠି ଭୋରୁ ଲକ୍ଷ୍ମୀ ଠାକୁରାଣୀଙ୍କୁ ପୂଜାର୍ଚ୍ଚନା କରିଦିଅନ୍ତି। କିନ୍ତୁ ଆପଣ ଜାଣିକି ଆଶ୍ଚର୍ଯ୍ୟ ହେବେ କି ସେଥିରେ ଅଧିକାଂଶ ନାରୀ ଲକ୍ଷ୍ମୀ ଛଡ଼ା ଅଟନ୍ତି। ଆପଣ କହିବେ କେମିତି? ଭିଡ଼ିଓଟି ପୁରା ଦେଖନ୍ତୁ, ଜାଣିଯିବେ କେମିତି। ଆପଣମାନଙ୍କୁ ତା ପୂର୍ବରୁ ରଖିବାକୁ ଚାହେଁ କି ମାଣବସା ଗୁରୁବାର ହେଉଛି ଆମ ଓଡ଼ିଆ ପରମ୍ପରାର ଏକ ବିଧି ଏବଂ ଆଦର୍ଶ। ଏହି ଦିନ ସମସ୍ତ ନାରୀ ଶୀଘ୍ର ଉଠି ଗୁରୁବାର ଦିନ ଲକ୍ଷ୍ମୀ ଠାକୁରଙ୍କୁ ପୂଜାର୍ଚ୍ଚନା କରନ୍ତି, ଝୋଟି ପକାନ୍ତି ଏବଂ ଠାକୁର ବସାନ୍ତି ଘରେ। କିନ୍ତୁ ଆପଣ ହୁଏତ ଜାଣିନଥିବେ କି ଏଥିରେ ଅଧିକାଂଶ ନାରୀ ଏସବୁ ବାଧ୍ୟବାଧିକତାରେ କରନ୍ତି ଏବଂ କେବଳ ଶୋ ବାଜି ପାଇଁ କରନ୍ତି ଏସବୁ କାମ। ପ୍ରକୃତରେ ତାଙ୍କ ମନରେ କୌଣସି ସହନଶୀଳତା କି ଲକ୍ଷ୍ମୀ ଠାକୁରଙ୍କ ପ୍ରତି ଭକ୍ତି ନଥାଏ। ଠିକ୍ ଅଛି। ଏଇଥିରୁ ଅଧିକାଂଶ ନାରୀମାନେ ଆପଣ ଦେଖିବେ ଅନ୍ୟ ସମୟରେ ଛୋଟ ଡ୍ରେସ୍ ପିନ୍ଧି ବୁଲନ୍ତି, ତା ସହ ଅନ୍ୟ ପୁରୁଷ ଉପରେ ଖରାପ କଥା ଚିନ୍ତା କରନ୍ତି, ଅନ୍ୟ ପୁରୁଷ ଅନ୍ୟ ବୟଫ୍ରେଣ୍ଡ ସହ ପାର୍କ ଏବଂ ପାର୍ଟି ଆଟେଣ୍ଡ କରିବାକୁ ଯାଆନ୍ତି। ଏସବୁ ଦେଖୁଥିବେ ଫରେନ୍ ସଂସ୍କୃତି ଚାଲିଛି। ଆମ ଓଡ଼ିଶାରେ ଆଉ ଓଡ଼ିଆ ସଂସ୍କୃତି ଚାଲିନି, ଚାଲିଛି ଫରେନ୍ ସଂସ୍କୃତି। ଆପଣ ଦେଖୁଥିବେ ଯେଉଁମାନେ ଏଇ ସବୁ ଲକ୍ଷ୍ମୀ ଠାକୁରଙ୍କୁ ପୂଜା କରନ୍ତି ସେଥିରୁ ଅଧିକାଂଶ ନାରୀ ମନରେ ଅନ୍ୟ ଦିନ ଏସବୁ ଖରାପ କଥା ଚିନ୍ତା କରୁଥାନ୍ତି। ଏଇଟା ନିଶ୍ଚିତ ରୂପେ ସତ କଥା, ବୁଝିପାରୁଛ ନା ନାହିଁ? ଥରେ ଭାବନ୍ତୁ, କ'ଣ ଛୋଟ ଡ୍ରେସ୍ ପିନ୍ଧିବା, ବାହାରେ ବୁଲିବା ଏସବୁ କ'ଣ ଲକ୍ଷ୍ମୀ ସଂସ୍କୃତି, ଲକ୍ଷ୍ମୀ ପରମ୍ପରା? ଲକ୍ଷ୍ମୀ ପୁରାଣରେ ଗୋଟେ କଥା ଲେଖା ହେଇଛି କି ଯେଉଁ ନାରୀ ଅନ୍ୟ ପୁରୁଷ ଉପରେ ନିଜ ମନରେ ଖରାପ କଥା ଚିନ୍ତା କରୁଥାଏ ସେଇ ନାରୀ ହେଉଛି ପ୍ରକୃତରେ ଲକ୍ଷ୍ମୀ ଛଡ଼ା ନାରୀ। ତ ଆଜିକାଲି ସଂସ୍କୃତି ଦେଖି ଥରେ ଭାବନ୍ତୁ କି ଆମ ଓଡ଼ିଆ ନାରୀମାନେ, ଯେଉଁ ନାରୀମାନେ ଲକ୍ଷ୍ମୀ ଠାକୁରାଣୀଙ୍କୁ ପୂଜା କରୁଛନ୍ତି ସେଥିରୁ ଅଧିକାଂଶ ନାରୀ କ'ଣ ଲକ୍ଷ୍ମୀ ଛଡ଼ା ନା ପ୍ରକୃତରେ ଲକ୍ଷ୍ମୀ ଠାକୁରାଣୀଙ୍କ ଭକ୍ତ? ଠିକ୍ ଅଛି, ଆପଣ ଅନୁମାନ କରନ୍ତୁ। ତା ଛଡ଼ା ଆଉ ଗୋଟେ କଥା ହେଉଛି, ଆପଣ ଦେଖୁଥିବେ ଆଜିକାଲି ଅଧିକାଂଶ ନାରୀ କ'ଣ ନା ମାର୍ଗଶିର ଗୁରୁବାର ଦିନ ହିଁ ଶୀଘ୍ର ଉଠିଯାଆନ୍ତି, କିନ୍ତୁ ଅନ୍ୟ ଗୁରୁବାର କି ଅନ୍ୟ ଦିନେ ଶୀଘ୍ର ଉଠନ୍ତି ନାହିଁ। ଅର୍ଥାତ୍ ସେମାନେ 7ରୁ 8ଟା ଯାଏଁ ଶୁଅନ୍ତି, ତାପରେ ଉଠନ୍ତି ମହାରାଣୀ ଭଳି। ଇଏ ହେଉଛି ଆମର ଫରେନ୍ ସଂସ୍କୃତି ଚାଲିଛି କେଉଁଠି? ଇଣ୍ଡିଆରେ। ଲକ୍ଷ୍ମୀ ସଂସ୍କୃତି ଚାଲିନି। ତ ଭାବନ୍ତୁ ଯେଉଁ ନାରୀମାନେ ଅନ୍ୟ ଦିନ ଲେଟ୍ରେ ଉଠନ୍ତି ସେମାନେ କ'ଣ ଲକ୍ଷ୍ମୀ ଠାକୁରାଣୀଙ୍କ ଭକ୍ତ ହେବେ ନା ଲକ୍ଷ୍ମୀ ଛଡ଼ା ହେବେ? ଆପଣ ଥରେ ମନେ ମନେ ଭାବନ୍ତୁ। ତା ବାଦ ଆଜି ଏକ ପ୍ରକାର ଏମିତି ସଂସ୍କୃତି ଚାଲିଛି କି ଏ ସଂସ୍କୃତିରେ ଆଉ ଲକ୍ଷ୍ମୀ ସଂସ୍କୃତି ଦେଖିବାକୁ ମିଳୁନି, ଚାଲିଛି ସବୁ ଫରେନ୍ ସଂସ୍କୃତି। କିନ୍ତୁ ୟାରି ଭିତରେ ଏଇଟା ସତ କଥା, କିଛି ନାରୀ ଏମିତି ବି ଅଛନ୍ତି, କିଛି ମହିଳା ଏମିତି ବି ଅଛନ୍ତି ଯେଉଁମାନେ ଅନ୍ୟ ପୁରୁଷ ଉପରେ ଖରାପ କଥା ଚିନ୍ତା କରନ୍ତିନି, ସବୁବେଳେ ଲୁଗା ଶାଢ଼ୀ ପିନ୍ଧିକି ବାହାରକୁ ଯାଆନ୍ତି। ତା ସହ ଡେଲି ଗୁରୁବାର ବୋଲୁନ, ସବୁ ଗୁରୁବାର ସବୁ ବାରେ ଏମାନେ ଶୀଘ୍ର ଉଠନ୍ତି। ଏମାନେ ହେଉଛନ୍ତି ପ୍ରକୃତରେ ଲକ୍ଷ୍ମୀ ଠାକୁରାଣୀଙ୍କର ଭକ୍ତ। ଏମାନଙ୍କ ମନରେ ଲକ୍ଷ୍ମୀ ଠାକୁରାଣୀଙ୍କ ପ୍ରତି ଶ୍ରଦ୍ଧା ଏବଂ ଭକ୍ତି ଅଛି। ତ ଏଇଠି ମୁଁ ଏ ଟପିକ୍କୁ ଶେଷ କରୁଛି। ଟପିକ୍ ଉପରେ ଆପଣ କ'ଣ ମତାମତ ଆମ କମେଣ୍ଟରେ ନିଶ୍ଚିତ ଜଣାଇବେ। ସମସ୍ତଙ୍କୁ ମୋର ନମସ୍କାର।